ମହାବ୍ରହ୍ମ ମହିମା ଅଲେଖ ବ୍ରହ୍ମ ମହିମା ଅଲେଖ ଠାକୁର ମନ୍ଦିରର ପଞ୍ଚମ ଏପିସୋଡ଼କୁ ଆରମ୍ଭ କରିବାକୁ ଆମେ ଯାଉଅଛୁ। ଆମେମାନେ ସମସ୍ତେ ମନୁଷ୍ୟ ଶରୀର ଧାରଣ କରିଥିଲେ ମଧ୍ୟ ମାନବିକତା ଦୃଷ୍ଟିକୋଣରୁ ବିଚାର କଲେ ନିଜସ୍ୱ ନିଜଠାରେ ବିଦ୍ୟମାନ ଥିବା ଧର୍ମ ଯେ ଧାରଣ କରି ରଖିପାରେ। କର୍ମ ବିଷୟରେ ସମସ୍ତେ ସଚେତନ ହୋଇ ପାରନ୍ତି ନାହିଁ, ଯାହାର ପ୍ରକାଶରେ ଆମର ମନ ବୁଦ୍ଧି ଆଦି ସକଳ ଇନ୍ଦ୍ରିୟ କ୍ରିୟାଶକ୍ତି ସମ୍ପନ୍ନ ହୋଇଥାଏ, ବା ଯାହାକୁ ଆଶ୍ରୟ କରି ମନ ପ୍ରାଣାଦି ସକଳେ ଯେ ଯାହାର କର୍ମମାନ ସମ୍ପାଦନ କରିବାରେ ସକ୍ଷମ ହୋଇଥାନ୍ତି, ସେହି ଚୈତନ୍ୟମୟ ଆତ୍ମାକୁ କେହି ଜଣେ ଅନୁସନ୍ଧାନ କରିପାରି ନାହାନ୍ତି। ଯାହାର ବିଦ୍ୟମାନର କଥା ସଂଯୋଗ ଥିବା ଯୋଗୁଁ ଆମର ମୁଁ ପଣିଆ ସେହି ଚୈତନ୍ୟ ପଦାର୍ଥର ଅନୁଗତ ନ ହୋଇ ଅବିଦ୍ୟା ପ୍ରସୂତ ଜୀବ ଭାବରେ ଭ୍ରମିତ ହୋଇ ସମସ୍ତେ ନିଜ ନିଜର କର୍ତ୍ତୃତ୍ୱତା ବିସ୍ତାର କରିଥାନ୍ତି। ଯାହାର ଯେଉଁ ଯେଉଁ ପ୍ରକାର କାମନା ବାସନା ମାନ ଥାଏ, ସେମାନେ ସେହି ଚୁକ୍ତିଯୁକ୍ତ ପଦାର୍ଥମାନଙ୍କରେ ଆସକ୍ତ ହୋଇଥାନ୍ତି। ସେମାନଙ୍କର ସଂଗ୍ରହ ଓ ନିକଟରେ ପାଇଲା ପରେ ଚିତ୍ତ ନିବେଶ କରି ଉପଭୋଗରେ ପୂର୍ଣ୍ଣତଃ ମଜି ରହିଥାନ୍ତି। ଆତ୍ମା ତତ୍ତ୍ୱ ଅତି ସୂକ୍ଷ୍ମାତି ସୂକ୍ଷ୍ମ ଓ ଇନ୍ଦ୍ରିୟାତୀତ ଭାବ ହୋଇଥିବାରୁ ସାଧାରଣ ମନୁଷ୍ୟମାନେ ତା ମଧ୍ୟରେ ପ୍ରବେଶ କରିପାରନ୍ତି ନାହିଁ। ଏଥିଯୋଗୁଁ ସମସ୍ତେ ଆତ୍ମବିଶ୍ୱାସୀ ହୋଇପାରନ୍ତି ନାହିଁ କି ନିଜ ଆତ୍ମାର ଉଦ୍ଧାର କରିପାରନ୍ତି ନାହିଁ। ଏହି ପ୍ରକାର ମନୁଷ୍ୟ ଶରୀରଧାରୀମାନଙ୍କୁ ଆତ୍ମଘାତୀ ବୋଲାଯାଏ। ସେହି ଆତ୍ମହନୋଜନାଃ ଅର୍ଥାତ୍ ଜୀବନ କାଳ ମଧ୍ୟରେ ଯେ ନିଜ ଆତ୍ମାର ଉଦ୍ଧାର ନିମିତ୍ତ ଯତ୍ନ କରେ ନାହିଁ, ତାହାକୁ ଆତ୍ମଘାତୀ ବୋଲାଯାଏ। ଭଗବାନ ଉପଦେଶରେ ଉଦ୍ଧବଙ୍କୁ ଏହି ପ୍ରକାର କହିଅଛନ୍ତି, ଯଥା ଏମନ୍ତ ନାବ ଥାଉ କୂଳେ ଯେବାନ ତରେ ଭବ ଜଳେ, ସେ ନର ହୀନ ମୂଢ଼ ମତି ତାହାକୁ ବୋଲି ଆତ୍ମଘାତୀ। ସଂସାର କୂପେ ଯେ ପତିତ ଦୁର୍ଲଭ ଦେହୁଁ ସେ ବଞ୍ଚିତ। ଭାଗବତ ଏକାଦଶ ସ୍କନ୍ଧାୟ 21 ଅଧ୍ୟାୟର। ଏହି ପ୍ରକାର ଆତ୍ମଘାତୀ ମନୁଷ୍ୟ ଦେହଧାରୀମାନଙ୍କୁ ଆସୁରୀ ଅସୁର ବା ରାକ୍ଷସ ପ୍ରକୃତିର ବୋଲି କୁହାଯାଏ। ଏ ବିଷୟରେ ଶ୍ରୀକୃଷ୍ଣ ଉପଦେଶ ମାଧ୍ୟମରେ ଅର୍ଜୁନଙ୍କୁ କହିଅଛନ୍ତି, ଯଥା ପ୍ରବୃତ୍ତିଂ ଚ ନିବୃତ୍ତିଂ ଚ ଜନାନ ବିହରାସୁରାଃ ନ ଶୌଚଂ ନାପି ଚାଚାରୋ ନ ସତ୍ୟଂ ତେଷୁ ବିଦ୍ୟତେ। ଭାଗବତ ଗୀତା 16:7 ଅଧ୍ୟାୟ। ଆସୁରୀ ପ୍ରକୃତିର ମନୁଷ୍ୟମାନେ ପ୍ରବୃତ୍ତି ଓ ନିବୃତ୍ତି ଅର୍ଥାତ୍ କ'ଣ କଲେ ଆତ୍ମାର ଉଦ୍ଧାର ହୋଇପାରିବ ତାହା ଜାଣିପାରନ୍ତି ନାହିଁ। ସେମାନଙ୍କଠାରେ ବାହ୍ୟ ଶୁଦ୍ଧି ଅନ୍ତଃ ଶୁଦ୍ଧି ନଥାଏ। ତାହା ଶ୍ରେଷ୍ଠ ଓ ସତ୍ୟ ଆଚରଣ କରିବା ଭାବ ମଧ୍ୟ ନଥାଏ। ଏ ବିଷୟରେ ବେଦପତି ବ୍ରହ୍ମା ଉପଦେଶରେ ଭରଦ୍ୱାଜ ଋଷିକୁ କହିଅଛନ୍ତି, ଯଥା ଆସୁରମତିଶ୍ଚ ବ୍ରହ୍ମାଃ ବିଷ୍ଣୁ ବିଶ୍ୱାନେନ୍ଦ୍ର ଦୀନାମୈଶ୍ୱର୍ଯ୍ୟଂ କାମନାୟାଃ ନିରସନ ଜପାଗ୍ନି ହୋତ୍ରା ବିଦିଷ୍ୱନ୍ତରାମୁନା ତ୍ମନାଂ ସନ୍ତାପୟତି ଚାତ୍ୟୁଜରାଗ ଦେଶ ବିହିଂ ସାଂସଦମ୍ଭାଦ୍ୟପେକ୍ଷିତଂ ତପଃ ଆସୁରಂ। ନିରାମଲୟୋ ଉପନିଷେଦ। ଆସୁରୀ ଅର୍ଥାତ୍ ଯେଉଁମାନେ ଆତ୍ମାର ଉଦ୍ଧାର ନିମିତ୍ତ ଯତ୍ନଶୀଳ ନ ହୋଇ ସୁଖାଦି ଭୋଗ ଐଶ୍ୱର୍ଯ୍ୟରେ କାମନା ରଖି ବ୍ରହ୍ମା ବିଷ୍ଣୁ ଶିବ ଇନ୍ଦ୍ରିୟଙ୍କର ଉପବାସ ଜପ ଅଗ୍ନି
होत्र होमयज्ञ आदि रे अंतरात्मा को अत्यंत दुख दियंती एवं अति उग्र भाग द्वेष हिंसा दंभादि दुर्गुण गुड़ी को तप करती से माने आसुरी बा असुर प्रकृतिर बोली कुहा जाइछि। मनुष्यर स्थूल शरीर मध्य जेपरी आत्मज्ञान साधन भजन होइथाय सेहीपरि देवता मानंकर होई पारे नाही, कारण अन्न रसरु गठित हेउथिबा स्थूल शरीर सेमानंकर नाही। जदिश्च भक्त निष्ठारे भक्ति निष्ठारे भक्तों को दर्शन देई थांती तथापि सही स्थूल स्वरूप माइक मायागत बोली जानिबा को हेबो, कारण सेमानंकर पाद भूमि को स्पर्श करे नहीं, छाया गोचर हुए नहीं कि चक्षु पलक पड़े नहीं। यही लक्षण रु देवता बोली जानी होई थाए। देवता माने सर्वदा ऐश्वर्य भोग विलासी ओ सेमानंकर कर्तृत्व शक्ति अनान्य प्राणी मानक अपेक्षा सर्वाधिक होइथिबारु अभिमानर बा अहंकारर वशवर्ती होइथांती। तेणु मुक्ति मार्गर अन्वेषण करि पारंती नहीं। जे पर्यंत शरीराभिमान नष्ट न होइछि से पर्यंत श्रद्धा भक्ति त्याग तपस्या चरण होई पारिबो नाही कि आत्म उद्धार करि पारिबो नाही। एही प्रकार भाव को अनुभव करी ऋषभ निजर पुत्र मानंकर नवमुनि ओ भरतादि आगरे प्रकाश करी अछंती, यथा आज्ञारे पुत्र माने बसिले स्थिरासने ऋषभ बोइले तुम्भे शुण सावधाने। तुम्भर निमते मोर मंचे उपगत मोर पुणी आश्रय हेला अलेख भक्ति। तुम्भर निमते मोर मंचे उत्पत्ति मोर पुणी आश्रय हेला अलेख भक्ति। निराकार पुरे आम्भे गलु तिनि जन ब्रह्मा विष्णु संगे जया बोर त्रिलोचन। पुछिलु आम्भे निराकारंख आगरे काल को डरी अलेख भक्ति करिबारे। ब्रह्म भक्ति रे कहिले भेदा भेद देवता अंगे भक्ति नहिला कसाध्य। तेणु करी नर जन्म हेली मंचे आस अलेख भक्ति करिबी जोगासने बसी। तेणु करी नर जन्म हेली मंचे आसी अलेख भक्ति करिबी जोगासने बसी। विष्णु गर्भ पुराण पंचम अध्याय। लोकपाल देवता मानंकर कर्तृत्व शक्ति अनान्य देहधारी अपेक्षा सर्वाधिक होइथिबा ओ एक एक महान उपाधि मान धारण करिथिबा जोगु सेमानंक पक्षे इंद्रिय संयम त्याग वैराग्य भक्ति आत्मनिष्ठा आदि आचरण करिबा संभव होई पारे नाही। निज निजर अहंकार दोषरु आत्मगारिमार श्रेष्ठता को प्रतिपादन करिथांती। जे पर्यंत शरीर जात अहंकारर नाश न होइछि से पर्यंत आत्मज्ञान भक्ति ब्रह्म भक्ति साधन भजन होई पारिबो नाही। तेणु भक्त कारणरू जना जाए। केवल मनुष्य शरीर बिना अन्य कौनसी शरीर माध्यम रे आत्मोद्धार उपाय होई पारे नाही। एथि जोगु नर कलेवर को देव दुर्लभ ओ मुक्ति साधनार क्षेत्र बोली निरूपित होइअछि। दुर्लभ जन्म पिंडे सकल सिद्धि एही शरीर रे ज्ञान पारिले साधी। एही शरीर रे ज्ञान पारिले साधी। भीम भोई भजन माला। शरीरं माध्यमं खलु धर्म साधनं शरीर माध्यमं खलु धर्म साधनं। सृष्टि प्रक्रिया दीर्घायु सुविस्तार होई रहिबा पाई माया प्रकृति उभय ही उपादान अटंती। एही उभय पदार्थ को बाहरे
କେଉଁଠାରେ ନଥାଏ, ଅଲେଖ ବ୍ରହ୍ମ ଠାରେ ସ୍ଥିତ ଅଛି। ତାହାଙ୍କ ଚୈତନ୍ୟ ଯେତେବେଳେ ଏହି ଉଭୟରେ ସଞ୍ଚରିତ ହୁଏ ସେତେବେଳେ ଏମାନେ କ୍ରିୟାଶୀଳ ହୋଇଯାଆନ୍ତି। ନଚେତ୍ ମାୟା ପ୍ରକୃତି ଉଭୟ ଜଡ଼ ପଦାର୍ଥ ଦ୍ୱାରା କୌଣସି କାର୍ଯ୍ୟ ସମ୍ପନ୍ନ ହୋଇପାରିବ ନାହିଁ। ଏଥିପାଇଁ ବ୍ରହ୍ମକୁ ଚରାଚର ଜଗତର ନିମିତ୍ତ ଓ ଉପାଦାନ ଏହି ଉଭୟ କାରଣ ଏବଂ ବିଶୁଦ୍ଧ ଚୈତନ୍ୟମୟ ବୋଲାଯାଏ। ସେ ଗୁଣ କ୍ରିୟାରୁ ଅତୀତ ନିର୍ଗୁଣ ସ୍ୱରୂପ ହୋଇଥିବାରୁ କାୟା ଛାୟା ମାୟା ଆଦିରୁ ପୃଥକ ହୋଇଥିବାରୁ ନିଜେ ତ କିଛି କରନ୍ତି ନାହିଁ, ହେଲେ ତାହାଙ୍କ ଚୈତନ୍ୟ ଯେତେବେଳେ ପିଣ୍ଡ ବ୍ରହ୍ମାଣ୍ଡରେ ସର୍ବତ୍ର ସଞ୍ଚାରିତ ହୁଏ ସେତେବେଳେ ସକଳ ପଦାର୍ଥ କ୍ରିୟାଶକ୍ତି ସମ୍ପନ୍ନ ହୋଇଥାଏ। ଏ ବିଷୟରେ ଶ୍ରୀକୃଷ୍ଣ ଉପଦେଶରେ ଅର୍ଜୁନକୁ କହିଅଛନ୍ତି ଯଥା ନ କର୍ତ୍ତୃତ୍ୱଂ ନ କର୍ମାଣି ଲୋକସ୍ୟାଃ ସୃଜତି ହି ପ୍ରଭୁ ନ କର୍ମ ଫଳ ସଂଯୋଗଂ ସ୍ୱଭାବବସ୍ତୁ ପ୍ରବର୍ତ୍ତତେ। ଭାଗବତ ଗୀତା ପଞ୍ଚମ ଅଧ୍ୟାୟ 14 ବୋଲି। ପରମେଶ୍ୱର ପ୍ରାଣୀମାନଙ୍କର କର୍ମ ଭାବକୁ ସର୍ଜନା କରନ୍ତି ନାହିଁ, କର୍ମ ଗୁଡ଼ିକୁ ମଧ୍ୟ ସର୍ଜନା କରନ୍ତି ନାହିଁ ଏବଂ କର୍ମ ଫଳ ସହିତ ସଂଯୋଗ ସର୍ଜନା କରନ୍ତି ନାହିଁ। କିନ୍ତୁ ସ୍ୱଭାବ ହିଁ ପ୍ରବୃତ୍ତ ହୋଇଛି, ଅର୍ଥାତ୍ ନିଜର ପ୍ରବୃତ୍ତି ସ୍ୱଭାବରୁ ପ୍ରାଣୀମାନେ ନିଜ ନିଜର କାମନା ବାସନାନୁସାରେ ସେହି ବିଷୟମାନଙ୍କରେ ପ୍ରବୃତ୍ତ ହୋଇଥାନ୍ତି। ଏଥିଯୋଗୁଁ ମନୁଷ୍ୟ ଆତ୍ମତତ୍ତ୍ୱର ବିବେଚନା କରିପାରନ୍ତି ନାହିଁ। ଶରୀରଜାତ ଅହଙ୍କାର ଦୋଷରୁ ଯୁକ୍ତ ହୋଇ ଜୀବ ଭାବରେ ଅଭିମାନପୂର୍ବକ ମୁଁ ମୋର ଓ ମୋତେ ଏପରି ବ୍ୟବହାର କରିଥାନ୍ତି। ଆତ୍ମା କେବଳ ସାକ୍ଷୀ ଦ୍ରଷ୍ଟା ରୂପେ ନିଃସଙ୍ଗ ସ୍ଥିତିରେ ବିଦ୍ୟମାନ ରହି ସକଳ ବିଷୟକୁ ଅନୁଭବ କରିଥାନ୍ତି। ଏ ବିଷୟରେ ଭଗବାନ ମଧ୍ୟ ଉଦ୍ଧବକୁ କହିଅଛନ୍ତି କରି କରାଉ ଥାଏ ମୁହିଁ ମୋବିନୁ ଅନ୍ୟ ଗତି ନାହିଁ। ଅର୍ଥାତ୍ ମୁଁ ତ ନିଜେ କିଛି କରେ ନାହିଁ, କାହିଁକି ନା ଆମ୍ଭର କାର୍ଯ୍ୟ କି କାରଣ କିଛି ନାହିଁ। କେବଳ ଏତିକି ଯେ ସକଳ ଘଟରେ ଆମ୍ଭର ଚୈତନ୍ୟ ସତ୍ତା ସଞ୍ଚରିତ ହେଉଥିବା ଯୋଗୁଁ ପ୍ରାଣୀମାନେ ଇନ୍ଦ୍ରିୟମାନଙ୍କ ଦ୍ୱାରା ନାନାଦି କର୍ମରେ ସ୍ୱତଃ ଭାବରେ ପ୍ରବୃତ୍ତ ହୋଇଥାନ୍ତି। କିନ୍ତୁ ମୁଁ ଆତ୍ମା କିଛି କରେ ନାହିଁ, ହେଲେ ମଧ୍ୟ ସେହି ଚୈତନ୍ୟର ସଂଯୋଗ ନ ରହିଲେ ଜଡ଼ ଇନ୍ଦ୍ରିୟାଦି ପଦାର୍ଥମାନଙ୍କର ଦ୍ୱାରା କୌଣସି କ୍ରିୟା ସମ୍ପନ୍ନ ହେବା ଅସମ୍ଭବ। ଏପରିକି ମାୟା ପ୍ରକୃତି ଦ୍ୱାରା ବି କୌଣସି କାର୍ଯ୍ୟସିଦ୍ଧି ହେବା ନୁହେଁ। ତେଣୁ ମୋ ବିନୁ ଅନ୍ୟ ଗତି ନାହିଁ ବୋଲି ଦର୍ଶାଯାଇଛି। ବାସ୍ତବରେ ବିଚାର କଲେ ଯାହାଙ୍କ ଚୈତନ୍ୟରେ ପ୍ରତିବିମ୍ବିତ ହୋଇ ସମସ୍ତ ଜୀବକୁଳ ପ୍ରକାଶିତ ଓ ଯେଉଁ ଚୈତନ୍ୟମୟ ପଦାର୍ଥ ମଧ୍ୟରେ ସମଗ୍ର ବିଶ୍ୱ ସୃଷ୍ଟି ସ୍ଥିତି ଲାଭ କରିଅଛି ଏବଂ ଯେ ପ୍ରାଣୀମାନଙ୍କ ଅନ୍ତର ବାହାରରେ ଅଖଣ୍ଡ ମଣ୍ଡଳାକାରରେ ଅର୍ଥାତ୍ ଠହ ଆକାରରେ ସର୍ବତ୍ର ପରିପୂର୍ଣ୍ଣ ଭାବେ ବିରାଜିତ ଅଛନ୍ତି, ସେ ହିଁ କେବଳ ଏକମାତ୍ର ଅଲେଖ ଠାକୁର ଅଟନ୍ତି। ଠାକୁର ପଦବାଚ୍ୟ ଅଟନ୍ତି। ଯଦିଚ ଚରାଚର ଜଗତକୁ ଏକ ଅଂଶରେ ବ୍ୟାପୀ କରି ରହିଛନ୍ତି, ତଥାପି ତିନି ପାଦ ଅଂଶ ମହାଶୂନ୍ୟ ନିଃଶବ୍ଦ ମଣ୍ଡଳରେ ପୂର୍ଣ୍ଣ ଘନ ଚୈତନ୍ୟମୟ ଅମୃତ ଅବିନାଶୀ ସ୍ୱରୂପରେ ତ୍ରିକାଳରେ ବିଦ୍ୟମାନ ରହିଅଛନ୍ତି। ସେହି ଅଲେଖ ଠାକୁରଙ୍କ ଐକାନ୍ତିକ ଆଶ୍ରୟରେ ରହି ଭକ୍ତ କବି ଭୀମ ଭୋଇ ସ୍ତୁତି ପ୍ରାର୍ଥନାରେ ପ୍ରକାଶ କରିଅଛନ୍ତି ଯଥା ଅଲେଖ ବ୍ରହ୍ମର ପୋଷା ଜୀବ ଆମ୍ଭେ
ତାଙ୍କର ସେବାକାରୀ ଅଟୁ। ପିଣ୍ଡ ପ୍ରାଣ ଦାନ ଦେଇ ପାଦ ତଳେ ଶିଛାମୁରେ ନିତ୍ୟ ଖଟୁ। ଅଲେଖ ବ୍ରହ୍ମର ପୋଷା ଜୀବ ଆମ୍ଭେ ତାଙ୍କ ସେବାକାରୀ ଅଟୁ। ପିଣ୍ଡ ପ୍ରାଣ ଦାନ ଦେଇ ପାଦ ତଳେ ଶିଛାମୁରେ ନିତ୍ୟ ଖଟୁ। ସତେ ପୁରୁଷର ଠାକୁର ଆମ୍ଭର ଦେଉଛନ୍ତି ପଡ଼ି ଭାତ। ସତେ ପୁରୁଷର ଠାକୁର ଆମ୍ଭର ଦେଉଛନ୍ତି ପଡ଼ି ଭାତ। ବଣେ ଭୀମ ଭଇ ଗୁରୁ ପାଦ ଧ୍ୟାଇ, ବଣେ ଭୀମ ଭଇ ଗୁରୁ ପାଦ ଧ୍ୟାଇ, ସେ ପ୍ରଭୁ ଆମ୍ଭର ହିତ, ସେ ପ୍ରଭୁ ଆମ୍ଭର ହିତ, ସେ ପ୍ରଭୁ ଆମ୍ଭର ହିତ। ପୁନଶ୍ଚ ଠାକୁର ମହିମା ସେହି ଏକା ଗୁରୁ ଶୂନ୍ୟ ଦେହି। ଛନ୍ଦି ଦେଉଛୁ କିମ୍ପାଇଁ କରି ଭିତ ହେ, ଧନ୍ଦି ଦେଉଛ କିମ୍ପାଇଁ କରି ଭିତ ହେ। ତାତ୍ପର୍ଯ୍ୟ ଏହି ଯେ ଯାହାଙ୍କ ଅଦ୍ଭୁତ ମହିମାରୁ ଦୃଶ୍ୟ ଅଦୃଶ୍ୟ ଚରାଚର ଜଗତ ଉତ୍ପତ୍ତି ଲାଭ କରିଅଛି, ସେ ହେଉଛନ୍ତି ରୂପାତୀତ ଓ ଗୁଣାତୀତ। ତାହାଙ୍କ ଚୈତନ୍ୟ ସଞ୍ଚରିତ ହେବାର ପ୍ରତିବିମ୍ବିତ ହୋଇ ଆମର ଜୀବ ଭାବ ତଥା ଜୀବକୁଳ ପ୍ରକାଶ ହୋଇଥିବାରୁ ସେ ଆମ୍ଭମାନଙ୍କର ଠାକୁର ଅଟନ୍ତି। ପୂର୍ବରୁ ପାଇ ଆସୁଥିବା କୋଟି କୋଟି ଜନ୍ମରେ ପ୍ରତ୍ୟେକ ଶରୀର ସହିତ ଚୈତନ୍ୟ ସଂଯୋଗ ହୋଇ ଆମର ମୁଁ ପଣିଆ ପ୍ରକାଶ ପାଇବା ଯୋଗୁଁ ସତେ ପୁରୁଷର ଠାକୁର ବୋଲି କହିଅଛନ୍ତି। ତାହାଙ୍କ ମହିମାରୁ ସୃଷ୍ଟ ଖାଦ୍ୟ ପେୟ ଆଦି ଗ୍ରହଣ କରି ଆମ୍ଭେ ପ୍ରାଣ ଧାରଣ କରିଥିବା ଯୋଗୁଁ ତାଙ୍କ ଦାନା ପାଣି ଖାଉ ଓ ହିସାବରେ ଦେଖିଲେ ଆମେମାନେ ପ୍ରକୃତ ଠାକୁରଙ୍କର ପୋଷା ଜୀବ ଅଟୁ। ଏହା କଦାପି ଅନ୍ୟଥା ନୁହେଁ। ଗୁରୁ ଆଜ୍ଞା ନିୟମ ଅନୁସାରେ ଜଗତକୁ ବ୍ରହ୍ମମୟ ଭାବେ ବିବେଚନା କରି ପ୍ରତିନିତ୍ୟ ଉର୍ଦ୍ଧ୍ୱ ଦୃଷ୍ଟିରେ ସେହି ଅଲେଖ ବ୍ରହ୍ମଙ୍କ ଅନୁଗତ ହୋଇ ବାରମ୍ବାର ଶରଣାପନ୍ନ ପୂର୍ବକ ସମର୍ପିତ ହୋଇଯାଉଛୁ। ତେଣୁ ଆମ୍ଭେମାନେ ତାଙ୍କରି ସେବାକାରୀ ଅଟୁ। ସେ କେବଳ ଆମର ନୁହନ୍ତି, ତୁମର ନୁହନ୍ତି, 56 କୋଟି ଜୀବର ସମ୍ପତ୍ତି ଗୋ, 56 କୋଟି ଜୀବର ସମ୍ପତ୍ତି ଗୋ। ଅର୍ଥାତ୍ ଏକମାତ୍ର କାରଣ ସର୍ବସ୍ୱ ଅଟନ୍ତି। ସେହି ବିଶୁଦ୍ଧ ଚୈତନ୍ୟମୟ ପଦାର୍ଥ ସକଳ ଶୂନ୍ୟରେ ପରିବ୍ୟାପ୍ତ ଥିବା ତଥା କାୟା ଛାୟା ମାୟାଦିରୁ ପୃଥକ ବିଲକ୍ଷଣ ହୋଇଥିବାରୁ ଶୂନ୍ୟ ଦେହି ବୋଲାଯାନ୍ତି। ଆମର ଚିତ୍ତବୃତ୍ତି ଅଜ୍ଞାନ ଦ୍ୱାରା ଆବୃତ ଥିବାରୁ ଠାକୁରଙ୍କ ସେହି ତତ୍ତ୍ୱ ସ୍ୱରୂପ ଜାଣିପାରେ ନାହିଁ। ଏଥିଯୋଗୁଁ ନାନା ପ୍ରକାର ହୃଦୟ ଦ୍ୱନ୍ଦ୍ୱରେ ପଡ଼ି ଅଳ୍ପ ବୁଦ୍ଧି ଅଜ୍ଞାନୀ ମନୁଷ୍ୟମାନେ ଏଣେ ତେଣେ ଭ୍ରମି ଦେଖା ଶୁଣା ଲୋକ ପ୍ରଚଳିତ ଦୃଶ୍ୟମାନ ପଦାର୍ଥରେ ଠାକୁର ବୁଦ୍ଧି କରି ସେମାନଙ୍କର ଅବଲମ୍ବନ କରିଥାନ୍ତି। ବାସ୍ତବରେ ନାଶବାନ ଭୌତିକ ପଦାର୍ଥ ଓ ସେମାନଙ୍କ ସମଷ୍ଟିରେ ଗଠିତ କୌଣସି ଦେହଧାରୀ ଠାକୁର ପଦବାଚ୍ୟ ନୁହନ୍ତି। ବାସ୍ତବରେ ନାଶବାନ ଭୌତିକ ପଦାର୍ଥ ଓ ସେମାନଙ୍କ ସମଷ୍ଟିରେ ଗଠିତ କୌଣସି ଦେହଧାରୀ ଠାକୁର ପଦବାଚ୍ୟ ନୁହନ୍ତି। ଠାକୁରଙ୍କ ସ୍ୱରୂପ ବିଷୟରେ ଏହି ପ୍ରକାର ନିର୍ଣ୍ଣୟ କରାଯାଇଅଛି ଯଥା ପରିପୂର୍ଣ୍ଣମାନାଦନ୍ତ୍ୟଂ ପ୍ରମୟେମ ମବିକ୍ରିୟଂ ସଦଧନଂ ଚିଦଧନଂ ନିତ୍ୟମାନନ୍ଦଧନଂ ମବ୍ୟୟମ୍ ପ୍ରତ୍ୟୟୋକରାସଂ ପୂର୍ଣ୍ଣମନ୍ତରଂ ସର୍ବୋତ୍ତମୁଖଂ ଅହେୟ ମନୁପାଦେୟଃ ମନାଧେୟଂ ମନାଶ୍ରୟମ୍। ଆତ୍ମ ଉପନିଷେଦ। ବାସ୍ତବରେ ସେ ବ୍ରହ୍ମ ପରିପୂର୍ଣ୍ଣ ଅଖଣ୍ଡ ସ୍ୱରୂପ ଆଦି ମଧ୍ୟ ଅନ୍ତର୍ନିହିତ ଆତ୍ମାର ବିକାର ଶୂନ୍ୟ ଚୈତନ୍ୟମୟ ସତାମୟ ନିତ୍ୟ ଆନନ୍ଦମୟ ଅବିନାଶୀ ଏକର ସଂଯୁକ୍ତ ଓ ଅନନ୍ତ ଅଟନ୍ତି। ପ୍ରତ୍ୟେକ
ପାର୍ଶ୍ୱରେ ଦୃଷ୍ଟିଯୁକ୍ତ ଅର୍ଥାତ୍ ସର୍ବଜ୍ଞାନତା ତ୍ୟାଗ କରିବା କିମ୍ବା ଗ୍ରହଣ କରିବାରେ ଅସକ୍ୟ ଅଟନ୍ତି। ବ୍ରହ୍ମୈବାହଂ ସର୍ବଦେବତାଂ ବେଦ୍ୟଂ ନାହଂ ବେଦ୍ୟଂ ବ୍ୟମବାତାଦି ରୂପଂ ରୂପ ନାହିଁ ନାମନଂ ବ୍ରହ୍ମୈବାହ୍ୟଂ ସଚିଦାନନ୍ଦ ସ୍ୱରୂପଂ। ମୁଁ ସମସ୍ତ ବେଦ ବେଦାନ୍ତ ସାର ଦର୍ଶାଯାଇଥିବା ବା ସୂଚିତ ହୋଇଥିବା ବ୍ରହ୍ମ ଅଟେ। ଆକାଶ ବାୟୁ ଆଦି କୌଣସି ପଦାର୍ଥ ପରି ଜଣାପଡ଼ିବା ଯୋଗ୍ୟ ପଦାର୍ଥ ନୁହେଁ। ମୁଁ ରୂପ ନୁହେଁ, ନାମ ନୁହେଁ, କର୍ମ ନୁହେଁ, କେବଳ ସତ୍ୟ ଜ୍ଞାନ ଓ ନିତ୍ୟ ଆନନ୍ଦମୟ ଅଟେ। ମୁଁ ରୂପ ନୁହେଁ, ନାମ ନୁହେଁ, କର୍ମ ନୁହେଁ, କେବଳ ସତ୍ୟ ଜ୍ଞାନ ନିତ୍ୟ ଆନନ୍ଦମୟ ଅଟେ। ପ୍ରତ୍ୟକ୍ଷ ଭାବରେ ନାମ ଓ ରୂପମୟ ଭାବରେ ଦେଖାଯାଉଥିବା ଏହି ଜାଗତିକ ପଦାର୍ଥମାନଙ୍କର ବାସ୍ତବତା ସତ୍ୟତା ବା ସ୍ଥିରତା ନଥିଲେ ମଧ୍ୟ ଅଳ୍ପ ବୁଦ୍ଧି ମନୁଷ୍ୟମାନେ ସେଥିରେ ମୋହ ହୋଇ ବାରମ୍ବାର ଆସକ୍ତ ହୋଇଯାଆନ୍ତି। ଆଉ ମଧ୍ୟ କେତେକ ସ୍ଥଳେ ବ୍ରହ୍ମା ବିଷ୍ଣୁ ମହେଶାଦି ଦେହଧାରୀ ଦେବତାମାନଙ୍କର କର୍ତ୍ତୃତ୍ୱ ଶକ୍ତି ସର୍ବାଧିକ ଓ ଫଳଦାତା ହୋଇଥିବାରୁ ଅନେକ ବ୍ୟକ୍ତି ସେମାନଙ୍କୁ ଶ୍ରେଷ୍ଠ ବୋଲି ମନେ କରନ୍ତି। ଏମାନଙ୍କର ଉପରେ ଆଉ କେହି ଜଣେ ବଡ଼ ଠାକୁର ଅଛନ୍ତି, ଯାହାଙ୍କ ଚେତନାରେ ସମସ୍ତଙ୍କର ମୁଁପଣିଆ ପ୍ରକାଶତା ହୋଇଥାଏ। ତାହାର ତଦନ୍ତ କରିପାରନ୍ତି ନାହିଁ। ସର୍ବଭୂତ ସ୍ଥିତଂ ଯାମାଂ ଭାଗବତ ଗୀତା 6:31 ବୋଲି। ଅର୍ଥାତ୍ ମୋର ଚୈତନ୍ୟ ସତ୍ତା ଆତ୍ମା ସ୍ୱରୂପରେ ସକଳ ସ୍ଥାନରେ ସକଳ ପ୍ରାଣୀଙ୍କଠାରେ ସ୍ଥିତ। ଏପରି ବିବେଚନା କରି ପାରନ୍ତି ନାହିଁ। ଆଉ ମଧ୍ୟ ସକଳ ଘଟରେ ସଞ୍ଚାର ହୋଇଥିବା ଚୈତନ୍ୟ ସ୍ୱରୂପ ଆତ୍ମାର ପ୍ରକାଶକ କିଏ ବା ଏକମାତ୍ର ଆଶ୍ରୟ ପଦ କିଏ? ସେହି ସୂକ୍ଷ୍ମାତି ସୂକ୍ଷ୍ମ ଚେତନା ଧାରା ମଧ୍ୟରେ ପ୍ରବେଶ ହୋଇପାରନ୍ତି ନାହିଁ। ଏଥିଯୋଗୁଁ ଯେଉଁମାନଙ୍କର ବୁଦ୍ଧି ଅଜ୍ଞାନ ଦ୍ୱାରା ସମ୍ପୂର୍ଣ୍ଣ ରୂପେ ଆଚ୍ଛାଦିତ ହୋଇଯାଇଛି, ସେହି ମନୁଷ୍ୟମାନେ ଅନେକ ସ୍ଥଳରେ ପତନଶୀଳ କ୍ଷୁଦ୍ର ଦେବତାମାନଙ୍କର ଉପାସନାରେ ଚିତ୍ତ ନିବେଶ କରନ୍ତି। ଏହି ନାଶବାନ ଦେବତାମାନେ ବରଦାତା, ସୁଖ ଭୋଗଦାତା ଓ ଐଶ୍ୱର୍ଯ୍ୟ ଫଳଦାତା ହୋଇଥିବାରୁ ନାନାଦି କାମନା ବାସନାରେ ଆସକ୍ତ ଥିବା ମଣିଷ ବୁଦ୍ଧିଯୁକ୍ତ ମନୁଷ୍ୟମାନେ ବିଭିନ୍ନ ସକାମ ସକର୍ମର ଅନୁଷ୍ଠାନ କରିଥାନ୍ତି। ଏମାନେ ସ୍ୱର୍ଗାଦି ସୁଖ ଭୋଗ, ବ୍ରହ୍ମଲୋକ, ବୈକୁଣ୍ଠ ଲୋକର ଦିବ୍ୟ ଐଶ୍ୱର୍ଯ୍ୟ ସୁଖ ଭୋଗକୁ ଯୁଗ ଯୁଗ ଧରି ଉପଭୋଗ କରିବା ପାଇଁ ଶ୍ରେୟ ମନେ କରିଥାନ୍ତି। ହେଲେ ମଧ୍ୟ ସେହି ସୁଖ ଭୋଗର ସ୍ଥିରତା ନାହିଁ। ପୁଣ୍ୟ ଫଳ କ୍ଷୟ ଗଲେ ସେହି ସ୍ଥାନରୁ ନିମ୍ନ ପତନ ହେବା ନିଶ୍ଚିନ୍ତ, ଏଥିରେ ସନ୍ଦେହ ନାହିଁ। ଉକ୍ତ କାରଣରୁ ଯେଉଁଠାରେ ଜୀବ ଶାଶ୍ୱତ ଶାନ୍ତିପ୍ରଦ ସ୍ଥାନ, ସେହି ଅକ୍ଷୟ ମୋକ୍ଷ ଧାମ ଯେ କେଉଁଠାରେ ଓ କେଉଁ ପ୍ରକାର ସାଧନାରେ ତାହାକୁ ପାଇପାରିବା, ସେହି ଆତ୍ମତତ୍ତ୍ୱର ଅନ୍ୱେଷଣ କରିବା ହେଉଛି ବିବେକବାନ ପୁରୁଷର କର୍ତ୍ତବ୍ୟ। ଯେତେବେଳେ ଦେହଧାରୀ ଦେବତା ଅଛନ୍ତି, ବ୍ରହ୍ମ ପ୍ରଳୟ ସଂହାର କାଳରେ ସମସ୍ତେ ବିନାଶ ପ୍ରାପ୍ତ ହୋଇଥାନ୍ତି। କାଳ କବଳରୁ କେହି ଜଣେ ହେଲେ ବର୍ତ୍ତି ପାରନ୍ତି ନାହିଁ। ଏ ବିଷୟ କର୍ମରୂପୀ ବିଷ୍ଣୁ ମୁନି ଋଷିମାନଙ୍କ ସାକ୍ଷାତରେ ପ୍ରକାଶ କରିଅଛନ୍ତି। ଯଥା ଯେତେବେଳେ ସମୁଦ୍ରର ଜଳ ଗଲା ମାଡ଼ି ଚରାଚର ପ୍ରାଣୀମାନେ ଜଳେ ମଲେ ବୁଡ଼ି। ଯେତେବେଳେ ସମୁଦ୍ରର ଜଳ ଗଲା ମାଡ଼ି ଚରାଚର ପ୍ରାଣୀମାନେ ଜଳେ ମଲେ ବୁଡ଼ି। ନଦୀଶିଲା ତରୁଗିରି ନଦୀଶିଲା ମହି, ସକଳ ବିନାଶୀ ଜଳ ଉପରକୁ ବହି। ସକଳ ବିନାଶୀ ଜଳ ଉପରକୁ ବହି। ସକଳ ବିନାଶୀ ଜଳ ଉପରକୁ ବହି।
ଚନ୍ଦ୍ରଲୋକ ସୂର୍ଯ୍ୟଲୋକ ଗ୍ରାସିଲା ଯେ ଜଳ 14 ଭୁବନ ଯାକ କରିନ କବଳ। ଚନ୍ଦ୍ରଲୋକ ସୂର୍ଯ୍ୟଲୋକ ଗ୍ରାସିଲା ଜଳ 14 ଭୁବନ ଯାକ କରିନ କବଳ। ବ୍ରହ୍ମା ବିଷ୍ଣୁ ରୁଦ୍ର କେହି ନ ରହିଲେ ଜଣେ ଘୋର ଅନ୍ଧକାର ମାଡ଼ି ବସିଲା ତତ୍କ୍ଷଣେ ଘୋର ଅନ୍ଧକାର ମାଡ଼ି ବସିଲା ତତ୍କ୍ଷଣେ। କୁର୍ମ ପୁରାଣ ଏକମ ଖଣ୍ଡର ଏହି ଉକ୍ତିଟି। ମହାବ୍ରହ୍ମ ମହିମା ଲେଖ 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 ବ୍ରହ୍ମ ମହିମା ଲେଖ।